ନମସ୍କାର ଦର୍ଶକ ବନ୍ଧୁ ଏହି ସାବିତ୍ରୀ ବ୍ରତ ଆପଣ କାହାକୁ କିଛି ନ କହି ଦେବ ବୃକ୍ଷକୁ ଛୁଇଁକି ଚାଲି ଆସନ୍ତୁ। ଆପଣଙ୍କର ସ୍ୱାମୀକୁ କେହି ବି ଧନୀ ହେବାରେ ଅଟକାଇ ପାରିବେ ନାହିଁ। ଆପଣଙ୍କର ଜନ୍ମ ଜନ୍ମାନ୍ତରର ଦାରିଦ୍ରତା କ୍ଷଣକରେ ହିଁ ସମାପ୍ତ ହୋଇଯିବ। ବନ୍ଧୁମାନେ, ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଯେଉଁ ଚମତ୍କାରୀ ଦେବବୃକ୍ଷ ବିଷୟରେ କହିବାକୁ ଯାଉଛି, ସେହି ଦେବବୃକ୍ଷରେ ସାବିତ୍ରୀ ବ୍ରତ ଦିନ ସ୍ୱୟଂ ପ୍ରଭୁ ନାରାୟଣ ଏବଂ ମା ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ଏହି ବୃକ୍ଷ ଗୁଡ଼ିକ ଆପଣଙ୍କ ଘର ପାଖରେ ବହୁ ସହଜରେ ମିଳିଯିବ। ବନ୍ଧୁମାନେ, ଆଜିର ଏହି ଭିଡ଼ିଓରେ ମୁଁ ଏପରି କେତେକ ବୃକ୍ଷ ଗୁଡ଼ିକ ବିଷୟରେ କହିବାକୁ ଯାଉଛି, ଯେଉଁ ବୃକ୍ଷକୁ ସାବିତ୍ରୀ ବ୍ରତ ଦିନ ଛୁଇଁବା ମାତ୍ରେ ହିଁ ଆପଣଙ୍କ ଦରିଦ୍ରତା ଦୂର ହୋଇଯିବ। ତେବେ ଦର୍ଶକ ବନ୍ଧୁ, ସାବିତ୍ରୀ ବ୍ରତଟି ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ମେ ମାସ 26 ତାରିଖରେ ସାବିତ୍ରୀ ବ୍ରତ ପଡ଼ୁଛି ଏବଂ 27 ତାରିଖରେ ଅମାବାସ୍ୟା ପଡ଼ୁଛି। କିନ୍ତୁ ଆମେ ମେ ମାସ 26 ତାରିଖରେ ସାବିତ୍ରୀ ବ୍ରତ ପାଳନ କରିବା। ଏହି ଦିନ ହିଁ ଆପଣଙ୍କୁ ଏହି ଦେବବୃକ୍ଷକୁ ଛୁଇଁ କରି ଆସିବାକୁ ଅଛି। ତ ବନ୍ଧୁମାନେ, ଏହି ଦିନ ଆପଣ ବ୍ରହ୍ମ ମୁହୂର୍ତ୍ତରେ ଉଠିଯାଆନ୍ତୁ। ସାବିତ୍ରୀ ବ୍ରତ ଦିନ ଆପଣ କେବେ ବି ଅଧିକ ସମୟ ଯାଇ ଶୋଇ ରହିବେ ନାହିଁ। ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ ସାରି ବ୍ରତ ପାଇଁ ସଂକଳ୍ପ କରନ୍ତୁ ଏବଂ ଆପଣ ନିଜକୁ ଷୋଳ ଶୃଙ୍ଗାରରେ ସଜ୍ଜିତ କରନ୍ତୁ। ଏହି ଦିନ ଶୃଙ୍ଗାରରେ ସଜ୍ଜିତ ହେଲେ ତାଙ୍କ ସ୍ୱାମୀମାନଙ୍କର ମଙ୍ଗଳ ହେବା ସହ ଦୀର୍ଘାୟୁ ମଧ୍ୟ ହୋଇଥାନ୍ତି। କାରଣ ମା ସାବିତ୍ରୀ ଏହା ଦ୍ୱାରା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ତାପରେ ଆପଣମାନେ ପୂଜା ସାରି ସ୍ୱାମୀ ଏବଂ ପରିବାର ଲୋକଙ୍କଠାରୁ ଆଶୀର୍ବାଦ ନେଇସାରିବା ପରେ ଏହି ବୃକ୍ଷକୁ ଆପଣ ଛୁଇଁବାକୁ ଯାଆନ୍ତୁ। ତେବେ ପ୍ରଥମ ବୃକ୍ଷଟି ହେଉଛି ବେଲ ବୃକ୍ଷ। ସାବିତ୍ରୀ ବ୍ରତ ଦିନ ବେଲ ବୃକ୍ଷର ଅଧିକ ମହତ୍ତ୍ୱ ରହିଥାଏ। ଆପଣମାନେ ସମସ୍ତେ ତ ଭଲ ଭାବରେ ଜାଣିଥିବେ, ଏହି ବେଲପତ୍ର ପ୍ରଭୁ ଶିବ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବା ଦ୍ୱାରା ପ୍ରଭୁ ଶିବ ଶଙ୍କରଙ୍କର ଅସୀମ କୃପା ପ୍ରାପ୍ତି ହୋଇଥାଏ। ଶିବ ପୂଜାରେ ବେଲପତ୍ରକୁ ଅତି ପବିତ୍ର ବୋଲି ମନାଯାଇଥାଏ। ଏହି ବେଲ ବୃକ୍ଷଟି ମା ପାର୍ବତୀଙ୍କର ଝାଳରୁ ଉତ୍ପନ୍ନ ହୋଇଥିଲା ଏବଂ ସ୍କନ୍ଧ ପୁରାଣ ଅନୁସାରେ ଏହି ବୃକ୍ଷକୁ ଦେବୀ ସ୍ୱରୂପ ମନାଯାଏ, ଅର୍ଥାତ୍ ଏହା ନବଦୁର୍ଗାଙ୍କର ସ୍ୱରୂପ ଅଟେ। ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଅଛି, ବେଲଗଛର ମୂଳରେ ଗିରିଜା, ବେଲବୃକ୍ଷର ଶରୀରରେ ମାହେଶ୍ୱରୀ, ଡାଳରେ ଦକ୍ଷିଣାକାଳୀ, ପତ୍ରରେ ମା ପାର୍ବତୀ, ଫଳରେ କାତ୍ୟାୟନୀ, ଫୁଲରେ ଗୌରୀ ଏବଂ ଏହି ଗଛର ସମ୍ପୂର୍ଣ୍ଣ ଶରୀରରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି। ମା ପାର୍ବତୀଙ୍କର ଝାଳରୁ ଉତ୍ପନ୍ନ ହୋଇଥିବାରୁ ଏହି ବୃକ୍ଷଟିକୁ ଅନେକ ଦେବାଦେବୀଙ୍କର ସ୍ୱରୂପ ବୋଲି କୁହାଯାଏ। ସେଥିପାଇଁ ଏହି ବୃକ୍ଷଟି ଧାର୍ମିକ ବୃକ୍ଷର ମାନ୍ୟତା ପାଇଛି। ଆପଣ ସାବିତ୍ରୀ ବ୍ରତ ଦିନ ସନ୍ଧ୍ୟା ସମୟରେ ଶିବ ମନ୍ଦିର କିମ୍ବା କୌଣସି ନବଦୁର୍ଗା ମନ୍ଦିର ନିକଟରେ ଥିବା ବେଲଗଛ ମୂଳରେ ଗୋଟିଏ ଘିଅର ଦୀପ ଜଳାନ୍ତି ତ ଆପଣଙ୍କ ସ୍ୱାମୀ ଧନବାନ, ଗୁଣବାନ ଏବଂ ପରାକ୍ରମୀ ହୋଇଥାନ୍ତି। ଏହି ଗଛକୁ ଆପଣ ସ୍ପର୍ଶ କରିବା ମାତ୍ରେ ହିଁ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ତେବେ ଆପଣମାନେ ସାବିତ୍ରୀ ବ୍ରତ ଦିନ ଆପଣ ବେଲଗଛ ମୂଳରେ ଦୀପ ଜାଳି ଗଛର ମୂଳକୁ ଛୁଇଁ ନିଜର ମନୋକାମନା ପୂରା କରନ୍ତୁ। ତାପରେ ଚୁପଚାପ ନିଜର ଘରକୁ ଚାଲି ଆସନ୍ତୁ। ମନେ ରଖିବେ, ଯେତେବେଳେ ଆପଣ ଘରକୁ ଆସିବେ ପଛକୁ ବୁଲିକି ଚାହିଁବେ ନାହିଁ। ଦେଖିବେ, ନିଶ୍ଚିତ ଭାବରେ ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ଦ୍ୱିତୀୟ ଗଛଟି ହେଉଛି ଶାମି ଗଛ। ଶାମି ଗଛକୁ ଆମର ଧର୍ମଶାସ୍ତ୍ରରେ ଜଗଦମ୍ବା ଗଛ ବୋଲି କୁହାଯାଇଥାଏ। ଏହାକୁ ଆମେମାନେ ଜଗଦମ୍ବା ସ୍ୱରୂପ ଭାବି ପୂଜା କରିଥାଉ। ଏହା ସ୍ୱୟଂ ମା ଜଗଦମ୍ବାଙ୍କର ସ୍ୱରୂପ ଅଟେ। ଏହି ବୃକ୍ଷରେ ସାକ୍ଷାତ୍ ମା ଜଗଦମ୍ବାଙ୍କର ନିବାସ ହୋଇଥାଏ। ଯଦି ଆପଣ ସାବିତ୍ରୀ ବ୍ରତ ଦିନ ସନ୍ଧ୍ୟା ସମୟରେ ଶାମି ଗଛ ମୂଳରେ ଧୂପ ଦୀପ ଜଳାଇଥାନ୍ତି,
ତ ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ ଦୁଃଖ କଷ୍ଟ ଗୁଡ଼ିକ ଦୂର ହୋଇଥାଏ। ତେଣୁ ଆପଣମାନେ ପବିତ୍ର ସାବିତ୍ରୀ ବ୍ରତ ଦିନ ଶାମି ଗଛକୁ ଛୁଇଁ ଆଶୀର୍ବାଦ ନେବା ସହିତ ଆବଶ୍ୟକ ଅଟେ। ତୃତୀୟ ଗଛଟି ହେଲା ଅସ୍ତଗଛ। ଅସ୍ତଗଛକୁ ଆମର ହିନ୍ଦୁ ଧର୍ମରେ ବହୁତ ପବିତ୍ର ବୋଲି ମନାଯାଇଥାଏ। ଏହାକୁ ବିଶେଷ କରି ଭଗବାନ ବିଷ୍ଣୁଙ୍କ ସହ ଯୋଡ଼ା ଯାଇଥାଏ। ଅସ୍ତଗଛର ମୂଳ କହିବା ଦ୍ୱାରା ସମସ୍ତ ପାପର ବିନାଶ ହୋଇଥାଏ ଏବଂ ବ୍ୟକ୍ତିଙ୍କୁ ପୁଣ୍ୟର ପ୍ରାପ୍ତି ହୋଇଥାଏ। ତେବେ ସାବିତ୍ରୀ ବ୍ରତ ଦିନ ଅସ୍ତଗଛ ମୂଳରେ ବସି ଆପଣ ଈଶ୍ୱରଙ୍କ ଧ୍ୟାନ କରନ୍ତୁ। ଆପଣ ଅସ୍ତ ଗଛ ମୂଳରେ ଘିଅର ଦୀପ ଜଳାନ୍ତୁ ଏବଂ ଭଗବାନ ଶ୍ରୀବିଷ୍ଣୁଙ୍କର ବୀଜ ମନ୍ତ୍ରର ଉଚ୍ଚାରଣ କରନ୍ତୁ। ଶ୍ରୀବିଷ୍ଣୁଙ୍କର ବୀଜ ମନ୍ତ୍ରଟି ହେଉଛି ଓମ୍ ନମୋ ଭଗବତେ ବାସୁଦେବାୟ ନମଃ। ଏହି ମନ୍ତ୍ରକୁ ଆପଣ 11 ଥର କିମ୍ବା 108 ଥର ଜପ କରନ୍ତୁ। ଏହି ଦିନ ଅର୍ଥାତ୍ ସାବିତ୍ରୀ ବ୍ରତ ଦିନ ଆପଣ ଅସ୍ତଗଛ ମୂଳରେ 108 ଥର ଓମ୍ ନମଃ ଶିବାୟ ମନ୍ତ୍ରର ମଧ୍ୟ ଜପ କରିପାରିବେ। ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ତାପରେ ଆପଣ ଅସ୍ତଗଛ ମୂଳରେ ଦୀପ ଜଳାଇ ପୂଜା କରିଥାନ୍ତୁ। ତେବେ ମନେ ରଖିବେ ଅସ୍ତଗଛ ମୂଳକୁ ଆପଣ ରାତି ସମୟରେ ଯିବେ ନାହିଁ। ଚତୁର୍ଥ ବୃକ୍ଷଟି ହେଉଛି ପାରିଜାତ ବୃକ୍ଷ। ଏହି ପାରିଜାତ ବୃକ୍ଷର ଉତ୍ପତ୍ତି ସମୁଦ୍ର ମନ୍ଥନ ସମୟରେ ହୋଇଥିଲା ଏବଂ ଏହାକୁ ଦେବରାଜ ଇନ୍ଦ୍ରଙ୍କର ନନ୍ଦନ ବନରେ ସ୍ଥାପନ କରାଯାଇଥିଲା। କିନ୍ତୁ ମନୁଷ୍ୟ ଜାତିର କଲ୍ୟାଣ ଉଦ୍ଦେଶ୍ୟରେ ପ୍ରଭୁ ଶ୍ରୀକୃଷ୍ଣ ଏହାକୁ ଧରାଧାମକୁ ଆଣିଥିଲେ। ପାରିଜାତ ବୃକ୍ଷକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମଧ୍ୟ କୁହାଯାଇଥିଲା କାରଣ ମା ଲକ୍ଷ୍ମୀ ମଧ୍ୟ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିଲେ। ଏହି ବୃକ୍ଷର ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ମିଳିଥାଏ ଏବଂ ଆପଣଙ୍କ ଜୀବନରେ ସୁଖ ଶାନ୍ତି ପ୍ରାପ୍ତ ହୁଏ। ତେଣୁ ସାବିତ୍ରୀ ବ୍ରତ ଦିନ ଏହି ଗଛକୁ ସ୍ପର୍ଶ କରିବା ଏବଂ ଗଛକୁ ପୂଜା କରିବା ଦ୍ୱାରା ଆପଣଙ୍କୁ ବହୁତ ଅଧିକ ଶୁଭଫଳର ପ୍ରାପ୍ତି ହୋଇଥାଏ। ଯଦି ଆପଣ ବ୍ରତ କାରଣରୁ ଶରୀରରେ ଥକାପଣ ଦୁର୍ବଳତା ଅନୁଭବ କରୁଛନ୍ତି ତ ସନ୍ଧ୍ୟା ସମୟରେ ଆପଣ ପାରିଜାତ ବୃକ୍ଷକୁ ଛୁଇଁ ଦିଅନ୍ତୁ। ଦେଖିବେ ତୁରନ୍ତ ହିଁ ଆପଣଙ୍କ ଶରୀରରୁ ଥକାପଣ ଦୁର୍ବଳତା ଦୂର ହେବ। ବ୍ରତ ଦିନ ଏହି ବୃକ୍ଷ ମୂଳରେ କିଛି ସିନ୍ଦୁର ଅର୍ପଣ କରି ଗୋଟିଏ ଦୀପ ଜଳାନ୍ତୁ। ଏପରି କରିବା ଦ୍ୱାରା ଏହି ଦୀପରେ ଥିବା ଦିବ୍ୟ ଊର୍ଜା ଆପଣଙ୍କ ଜୀବନରେ ପ୍ରବାହିତ ହେବାକୁ ଲାଗିବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବ। ଏହି ବୃକ୍ଷ ମୂଳରେ ସିନ୍ଦୁର ଏବଂ ଦୀପ ଅର୍ପଣ କରିବା ସମୟରେ ପ୍ରାର୍ଥନା କରନ୍ତୁ ହେ ପାରିଜାତ ବୃକ୍ଷ ଆପଣ ଆମ ଉପରେ ଦୟା କରନ୍ତୁ। ଆମ ଉପରୁ ସମସ୍ତ ପ୍ରକାର ଦୋଷ ଏବଂ କୋପ ଦୃଷ୍ଟିରୁ ରକ୍ଷା କରି ଆମ ମନସ୍କାମନା ପୂର୍ଣ୍ଣ କରନ୍ତୁ। ଯଦି ଆପଣଙ୍କର ଅର୍ଥ ସମସ୍ୟା ଦେଖାଯାଉଛି, ଯେତେ ରୋଜଗାର କଲେ ମଧ୍ୟ ଅର୍ଥ ରହୁନାହିଁ, ତେବେ ଆପଣ ପାରିଜାତ ଫୁଲର 5ଟି ପାଖୁଡ଼ା ଆଣି ଶୁଖାଇ ସେଗୁଡ଼ିକୁ ଧନ ରଖିଥିବା ସ୍ଥାନରେ ରଖିପାରିବେ। ଏହାଦ୍ୱାରା ଆପଣଙ୍କ ଉପରେ ଅର୍ଥାଭାବ ଦେଖାଦେବ ନାହିଁ ଏବଂ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିବ, ଯାହା ଫଳରେ ଆପଣଙ୍କ ଗୃହରେ ଧନ ଧାନ୍ୟ ସୁଖ ଶାନ୍ତି ସମୃଦ୍ଧିର ବୃଦ୍ଧି ହେବ। ଆପଣଙ୍କର ଆର୍ଥିକ ସ୍ଥିତି ଧୀରେ ଧୀରେ ମଜବୁତ ହୋଇଯିବ। ଯଦି ଆପଣ ଶୀଘ୍ର ଧନବାନ ହେବାକୁ ଚାହୁଁଛନ୍ତି, ଆପଣଙ୍କର କୌଣସି ଏକ ଇଚ୍ଛାକୁ ଆପଣ ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି, ନିଜ ଜୀବନକୁ ସଫଳତା ଏବଂ ସମୃଦ୍ଧି ଦ୍ୱାରା ଭାବିବାକୁ ଚାହୁଁଛନ୍ତି, ତ ପାରିଜାତ ବୃକ୍ଷ ସହିତ ଆପଣ ଏହି ଦିନ ବରଗଛକୁ ମଧ୍ୟ ସ୍ପର୍ଶ କରନ୍ତୁ। ବରଗଛ ମୂଳରେ ଏକ ଘିଅ ଦୀପ ଜଳାନ୍ତୁ ଏବଂ ଏହିଭଳି ପ୍ରାର୍ଥନା ମଧ୍ୟ ବରଗଛ ମୂଳରେ କରନ୍ତୁ। ବନ୍ଧୁମାନେ, ସାବିତ୍ରୀ ବ୍ରତରେ ସବୁଠାରୁ ଅଧିକ ମହତ୍ତ୍ୱ ରହିଥାଏ ବରଗଛର କାରଣ ଏହି ଦିନ ବରଗଛର ମଧ୍ୟ ପୂଜା କରାଯାଇଥାଏ। ସାବିତ୍ରୀ ବ୍ରତ ଅନେକ ମହିଳାମାନେ ବରଗଛ ମୂଳରେ ମଧ୍ୟ କରିଥାନ୍ତି କିମ୍ବା ଘରେ ଯଦି ବି କେହି ସାବିତ୍ରୀ ବ୍ରତ କରୁଛନ୍ତି ତ ବରଡାଳ ଆଣି ମଧ୍ୟ ସ୍ଥାପନ କରିଥାନ୍ତି। ତେଣୁ ସାବିତ୍ରୀ ବ୍ରତରେ ସବୁଠାରୁ ଅଧିକ ମହତ୍ତ୍ୱ ବରଗଛ ହିଁ ରହିଥାଏ। ଏହି
ଦିନ ବରଗଛକୁ ଛୁଇଁବା ମାତ୍ରେ ହିଁ ଆପଣଙ୍କର ପୂଜା ସଫଳ ହୋଇଯାଇଥାଏ। କାରଣ ଏହି ଦିନ ଶ୍ରୀ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ବରଗଛରେ ନିବାସ କରିଥାନ୍ତି। ମାନ୍ୟତା ରହିଛି ଯେ ସାବିତ୍ରୀ ବ୍ରତ ଦିନ ବରଗଛକୁ ପୂଜା କରିବା ଦ୍ୱାରା ବରଗଛକୁ ଛୁଇଁ ଆଶୀର୍ବାଦ ନେବା ଦ୍ୱାରା ସ୍ୱାମୀଙ୍କୁ ଦୀର୍ଘାୟୁର ବରଦାନ ପ୍ରାପ୍ତ ହୋଇଥାଏ ଏବଂ ଆପଣଙ୍କର ବୈବାହିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ। ଏହି ବୃକ୍ଷ ଅତ୍ୟନ୍ତ ପବିତ୍ର ହୋଇଥାଏ ଏବଂ ଏହି ବୃକ୍ଷକୁ ଛୁଇଁବା ଦ୍ୱାରା ଜଣେ ମହିଳାକୁ ସୌଭାଗ୍ୟବତୀର ବରଦାନ ପ୍ରାପ୍ତ ହୋଇଥାଏ। ବନ୍ଧୁମାନେ, ବରଗଛଟି ସକାରାତ୍ମକ ଉର୍ଜାର ସ୍ରୋତ ହୋଇଥାଏ। ଏହାକୁ ଛୁଇଁବା ଦ୍ୱାରା ଏବଂ ପରିକ୍ରମା କରିବା ଦ୍ୱାରା ଆପଣଙ୍କ ମଧ୍ୟରୁ ସମସ୍ତ ନକାରାତ୍ମକ ଉର୍ଜା ଗୁଡ଼ିକ ଦୂର ହୋଇଥାଏ। ତେବେ ବନ୍ଧୁମାନେ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣମାନଙ୍କୁ ଯେଉଁ ସବୁ ବୃକ୍ଷ ଗୁଡ଼ିକ ବିଷୟରେ କହିଲି, ସେହି ବୃକ୍ଷମାନଙ୍କ ମଧ୍ୟରୁ କୌଣସି ବୃକ୍ଷକୁ କିମ୍ବା ସମସ୍ତ ବୃକ୍ଷ ଗୁଡ଼ିକୁ ଆପଣ ସାବିତ୍ରୀ ବ୍ରତ ଦିନ ଛୁଇଁକି ଆସିପାରିବେ। ଏହାଦ୍ୱାରା ଆପଣଙ୍କ ସ୍ୱାମୀ ଦୀର୍ଘାୟୁ ହେବା ସହିତ ସ୍ୱାମୀଙ୍କ ମଙ୍ଗଳ ମଧ୍ୟ ହେବ ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ଦୃଢ଼ ହେବ। ଆପଣଙ୍କୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତି ହେବ। ତେଣୁ ଆଶା କରୁଛି ଆଜିର ଭିଡ଼ିଓଟି ମୋର ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।